ଟଙ୍କା ହେଉଛନ୍ତି ଚଳନ୍ତି ବିଷ୍ଣୁ। ଟଙ୍କା ନାହିଁ ତ ଜୀବନରେ କିଛି ନାହିଁ। ଯଦି ଆପଣମାନେ ଟଙ୍କା ଯଦି ରୋଜଗାର କରିପାରୁନାହାନ୍ତି ବା ଯଦି ରୋଜଗାର କରୁଛନ୍ତି ଆପଣଙ୍କ ପାଖରେ ଟଙ୍କା ରହୁନାହିଁ କି ଆପଣଙ୍କ ପର୍ସ ସବୁବେଳେ ଖାଲି ରହୁଛି, ତେବେ ବନ୍ଧୁଗଣ ଆପଣମାନେ ଜାଣନ୍ତି ବର୍ତ୍ତମାନ ମଣିଷ ପାଇଁ ସର୍ବସ୍ୱ ହୋଇଯାଇଛି ଟଙ୍କା ବା ଧନ। ଯଦି ଆପଣଙ୍କ ପାଖରେ କି ମୋ ପାଖରେ ଧନ ନାହିଁ, ଟଙ୍କା ନାହିଁ, ତାହେଲେ ସମାଜରେ ବଞ୍ଚିବାର ଆମର ଜୀବନ ବହୁତ ଦୁର୍ବିଷ ହୋଇପଡ଼େ। ତେଣୁ ଆସନ୍ତୁ ବନ୍ଧୁଗଣ, ଏବେ ଆମେ ଜାଣିବା ଆଜିର ଏ ଭିଡ଼ିଓରେ ପବିତ୍ର ଅକ୍ଷୟ ତୃତୀୟା। ଆପଣମାନେ ଜାଣନ୍ତି ଅକ୍ଷୟ ତୃତୀୟାର ମହତ୍ତ୍ୱ। ଅକ୍ଷୟ ତୃତୀୟା ବହୁତ ଶୁଭ ମାନା ଯାଇଥାଏ। ହିନ୍ଦୁ ଶାସ୍ତ୍ର ମତରେ ଅକ୍ଷୟ ତୃତୀୟାର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅକ୍ଷୟ ତୃତୀୟା ବହୁତ ପବିତ୍ର ଦିନ, ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ। ତେବେ ଆସନ୍ତୁ ଜାଣିବା ଏହି ଦିନ ଆପଣ କି ଉପାୟ ସବୁ କଲେ ଆପଣଙ୍କ ପାଖରେ ମା ମହାଲକ୍ଷ୍ମୀ ବିରାଜମାନ କରିବେ ବା ଆପଣମାନଙ୍କ ପାଖରେ ରହିବେ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଆଜିର ଭିଡ଼ିଓରେ। ଯଦି ଆପଣମାନେ ଆମ ଭିଡ଼ିଓରେ ନୂଆ କରି ଅଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆମ ଭିଡ଼ିଓକୁ ଏବଂ ଆପଣଙ୍କର କମେଣ୍ଟରେ ମା ମହାଲକ୍ଷ୍ମୀ ଜୟ ଜଗନ୍ନାଥ ଆପଣମାନେ କମେଣ୍ଟରେ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ, ଆପଣମାନଙ୍କ ଫାଇଦା ପାଇଁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ହେଉଛି ଅକ୍ଷୟ ତୃତୀୟା। ବର୍ଷକ ଭିତରେ ଏହିଭଳି ଦିନ କେବେ ବି ଆସିନଥାଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବିଶେଷ ମହତ୍ତ୍ୱ ରହିଅଛି। ଏହି ବର୍ଷ 10 ମଇ 2024 ଶୁକ୍ରବାର ଦିନ ଅକ୍ଷୟ ତୃତୀୟା ପଡ଼ିବାକୁ ଯାଉଅଛି ବା ପାଳନ ହେବାକୁ ଯାଉଅଛି। ଏହାର ନାମ ଅକ୍ଷୟ ତୃତୀୟା କ'ଣ ପାଇଁ ହୋଇଅଛି ଆସନ୍ତୁ ଜାଣିବା। ଏହି ଦିନ ଯେକୌଣସି କାର୍ଯ୍ୟ କରାଯାଇଥାଏ ତାହା କେବେ ହେଲେ କ୍ଷୟ ହୋଇନଥାଏ ବା ସରିନଥାଏ, ସେମିତି ଅକ୍ଷୟ ହୋଇ ରହିଥାଏ। ତେଣୁ ଏହାର ନାମ ଅକ୍ଷୟା ତୃତୀୟା ଦିଆଯାଇଛି। ତୃତୀୟା ତିଥିରେ ପଡ଼ୁଥିବାରୁ ଅକ୍ଷୟ ତୃତୀୟା ନାମକରଣ କରାଯାଇଛି ବା ନାଁ ରଖାଯାଇଛି। ଅକ୍ଷୟ ତୃତୀୟା ଦିନ ଦାନ ଧର୍ମ କଲେ ସର୍ବଶ୍ରେଷ୍ଠ ଫଳ ମିଳିଥାଏ ବୋଲି ଏହି ଦିନରେ ମାନ୍ୟତା ରହିଅଛି। ଏହି ଅକ୍ଷୟ ତୃତୀୟା ଦିନ ଘରକୁ କିଛି ନା କିଛି ଜିନିଷ ଅବଶ୍ୟ କିଣିକି ଆଣିଥାନ୍ତି। କାହିଁକି ନା ଏହି ଦିନ ଯେଉଁ ବି ଜିନିଷ କିଣିକି ଘରକୁ ଅଣାଯାଇଥାଏ ବର୍ଷ ସାରା ସେହି ଜିନିଷର ଅଭାବ ଦେଖାଯାଇନଥାଏ। ତାହା ସର୍ବଦା ଅକ୍ଷୟ ହୋଇକି ରହିଥାଏ, କେବେ ବି କ୍ଷୟ ହୋଇନଥାଏ ବା ସରିନଥାଏ। ସେଥିପାଇଁ ଆଜି ମୁଁ ଆପଣମାନଙ୍କୁ ଏମିତି 10ଟି ବସ୍ତୁ ବିଷୟରେ କହିବି ଯାହାକୁ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ଘରକୁ ଆଣି ନିଜର ପର୍ସରେ ବା ଭ୍ୟାନିଟିରେ ବା ଆପଣଙ୍କର ଟଙ୍କା ରଖୁଥିବା ଜାଗାରେ ଯଦି ବି ରଖନ୍ତି ଆପଣଙ୍କ ପାଖରୁ କେବେ ବି ଧନ ସରିବ ନାହିଁ ନା ଆପଣମାନଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ତେବେ ଆସନ୍ତୁ ଜାଣିବା, ଆରମ୍ଭ କରିଦେବା। ତ ଆପଣ ବିଶ୍ୱାସ କରନ୍ତୁ ନିଶ୍ଚିତ କିଛି ଚମତ୍କାର ଘଟିବ। ଯଦି ଆପଣ ଏହି ଉପାୟ ଆରମ୍ଭ କରୁଛନ୍ତି ନିଶ୍ଚିତ ଆପଣଙ୍କୁ ଧନ ପ୍ରାପ୍ତି ହେବ, ଧନର ଅଭାବ କେବେ ବି ରହିବ ନାହିଁ। ଆପଣଙ୍କର ଭାଗ୍ୟ ଚମକିବାକୁ ଲାଗିବ, ଆପଣଙ୍କ ସହିତ ଚମତ୍କାର ଘଟିବ, ଆପଣ ଧନବାନ ବନିବାରେ କେହି ବି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ମତରେ କେଉଁ ଉପାୟ କଲେ ଅକ୍ଷୟ ତୃତୀୟା ଦିନ ଆପଣ ଧନୀ ହେବାକୁ ଲାଗିବେ। ଏହି ସଂସାର କର୍ମଭୂମି ଅଟେ। କର୍ମ କରିବା ସହିତ ଯଦି ଆପଣ କିଛି ତାନ୍ତ୍ରିକ ବସ୍ତୁକୁ ରଖିବେ ତାହା ପୁଣି ଯେକୌଣସି ଶୁଭ ଦିନମାନଙ୍କରେ ମା ଲକ୍ଷ୍ମୀଙ୍କୁ ଆକର୍ଷଣ କରିବାର କାମ କରିଥାଏ। ଏହି ତାନ୍ତ୍ରିକ ବସ୍ତୁ ମା ମହାଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରିଥାଏ। ବନ୍ଧୁଗଣ, ଧନବାନ ବନିବା ସମସ୍ତଙ୍କର ସ୍ୱପ୍ନ ହୋଇଥାଏ। ଏଥିପାଇଁ ସମସ୍ତେ ବହୁତ ପରିଶ୍ରମ କରିଥାନ୍ତି। କାହିଁକି ନା ପଇସା ଏମିତି ଏକ ଜିନିଷ ଅଟେ ଯାହାଦ୍ୱାରା ଆପଣ ଦୁନିଆର ସବୁକିଛି ଜିନିଷ ଆପଣଙ୍କ ହାତ ମୁଠାରେ ପାଇପାରିବେ। ଆପଣଙ୍କର ବଞ୍ଚିବା ଚଳିବା ଆପଣଙ୍କର ଜୀବନଶୈଳୀ ଯଦି ଆପଣଙ୍କ ପାଖରେ ଟଙ୍କା ଥାଏ ବହୁତ ସହଜ ସରଳ ସୁନ୍ଦର ହୋଇଯାଇଥାଏ। ଯଦି ଆପଣଙ୍କ ପାଖରେ ଟଙ୍କା ପଇସାର ଅଭାବ ଥାଏ ତାହେଲେ ବଞ୍ଚିବାଟା ମଧ୍ୟ ଦୁର୍ବିଷ ହୋଇପଡ଼େ। ତେବେ ଆସନ୍ତୁ ଜାଣିବା ଆଗକୁ ଭିଡ଼ିଓରେ। କିନ୍ତୁ କିଛି ଥର ବହୁତ ପରିଶ୍ରମ କରିବା ପରେ ମଧ୍ୟ ଲୋକମାନଙ୍କୁ ଧନଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମିତିରେ ବାସ୍ତୁଦୋଷ ହୋଇପାରେ, ଆପଣଙ୍କର ବାସ୍ତୁଦୋଷ ରହିଥାଇପାରେ। ତେବେ ଆସନ୍ତୁ ଜାଣିବା କ'ଣ କଲେ ଆପଣ କି ଉପାୟ କଲେ ଆପଣଙ୍କ ପାଖରେ ଧନର
କେବେ ଅଭାବ ରହିବ ନାହିଁ। କହିବାର ମାନେ ଏହା ଅଟେ କି ଯେଉଁ ତାନ୍ତ୍ରିକ ବସ୍ତୁ ବିଷୟରେ ଆପଣମାନଙ୍କୁ ବତେଇବି, କିଛି ଖାସ୍ ବସ୍ତୁ ବିଷୟରେ କହିବି, ଯାହାକୁ ଆପଣ ଏହି ଅକ୍ଷୟ ତୃତୀୟା ଦିନଠାରୁ ଆପଣଙ୍କ ପର୍ସରେ ରଖିବା ଆରମ୍ଭ କରିବେ। ଆପଣଙ୍କର ଧନ ଧାନର କେବେ ଅଭାବ ରହିବନି, ଆପଣଙ୍କର ଧନ ବୃଦ୍ଧି ଘଟିବ। ଯଦି ଆପଣ ଧନ ବୃଦ୍ଧି କରିବାକୁ ଚାହୁଁଛନ୍ତି, ବାସ୍ତୁଶାସ୍ତ୍ରରେ ମୁଁ ବସ୍ତୁ ଗୁଡ଼ିକ କହିବି, ବାସ୍ତୁଶାସ୍ତ୍ର ଅନୁସାରେ ତାହାକୁ ଯଦି ଆପଣ ଆପଣଙ୍କ ପର୍ସରେ ରଖିବା ଆରମ୍ଭ କରିବେ, ଆପଣଙ୍କୁ ବହୁତ ଅଧିକ ଧନ ପ୍ରାପ୍ତି ହେବ। ପର୍ସ ସର୍ବଦା ପଇସାରେ ଭରି ହୋଇକି ରହିଥାଏ ବା ରହିବ। ଏଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଆଉ କମେଣ୍ଟରେ ମା ମହାଲକ୍ଷ୍ମୀ ବୋଲି ଲେଖନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବାସ୍ତୁଶାସ୍ତ୍ର ହିସାବରେ ମୁଁ ଆପଣମାନଙ୍କୁ 10ଟି ବସ୍ତୁ ବିଷୟରେ କହିବି। ତାହା ମଧ୍ୟରୁ ଆପଣ କୌଣସି ଗୋଟିଏ ବସ୍ତୁକୁ ଆପଣଙ୍କର ପର୍ସରେ ରଖିଦିଅନ୍ତୁ। ପ୍ରଥମ ବସ୍ତୁ ଯଦି ବାସ୍ତୁ ହିସାବରେ ଦେଖାଯାଏ ତ, ଯଦି କୌଣସି ବ୍ୟକ୍ତି ଲାଲ ରଙ୍ଗର କାଗଜ ନିଜର ପର୍ସରେ ରଖୁଛନ୍ତି, ଲାଲ ରଙ୍ଗର କାଗଜରେ ଆପଣ ସ୍ୱସ୍ତିକ ଚିହ୍ନ ବନାନ୍ତୁ। ସ୍ୱସ୍ତିକ ଚିହ୍ନ ଭଗବାନ ଗଣେଶଙ୍କର ମଙ୍ଗଳ ସ୍ୱରୂପ ମନାଯାଇଥାଏ, କିମ୍ବା ଓମ୍ ବନାନ୍ତୁ। ଏହାଦ୍ୱାରା ମା ମହାଲକ୍ଷ୍ମୀ ଆକର୍ଷଣ ହୋଇଥାନ୍ତି। ଲାଲ ରଙ୍ଗକୁ ଧନର ସୂଚକ ମାନିଥାନ୍ତି ବା ଶୁଭ ମାନିଥାନ୍ତି। ଆପଣ ଲାଲ ରଙ୍ଗର ଗୋଟିଏ କାଗଜ ନିଅନ୍ତୁ, ଏଥିରେ ସ୍ୱସ୍ତିକ ଓମ୍ ଚିହ୍ନ ଲେଖନ୍ତୁ ଓ ମା ମହାଲକ୍ଷ୍ମୀଙ୍କ ପାଖରେ ପୂଜା ଅର୍ଚ୍ଚନା କରି ଆପଣଙ୍କର ପର୍ସରେ ଅକ୍ଷୟ ତୃତୀୟା ଦିନ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ପର୍ସରେ ବା ଭ୍ୟାନିଟିରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କ ପାଖକୁ ପଇସା ଆସିବାକୁ ଲାଗିବ। ଆପଣଙ୍କର ପର୍ସ କେବେ ବି ଖାଲି ହେବ ନାହିଁ କି ଆପଣଙ୍କୁ କେବେ ବି ଧନଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଏହାପରେ ହେଉଛି ସୁନା ବା ଚାନ୍ଦିର ପଇସା। ସୁନା ବା ଚାନ୍ଦିର ପଇସା ଯଦି ଆପଣ ଅକ୍ଷୟ ତୃତୀୟା ଦିନ କିଣିକି ଯଦି ଆପଣଙ୍କ ପର୍ସରେ ରଖୁଛନ୍ତି, ତାହା ଆପଣଙ୍କ ପାଇଁ ବହୁତ ମଙ୍ଗଳମୟ ହୋଇଥାଏ, ଆପଣଙ୍କର ଧନ ବୃଦ୍ଧି ହେବାରେ ବହୁତ ସାହାଯ୍ୟ କରିଥାଏ। ଯଦି ଆପଣ ଏହି ଅକ୍ଷୟ ତୃତୀୟା ଦିନ ସୁନା ବା ରୂପାର କଏନ୍ କିଣିଲେ, ତାକୁ ପୂଜା ଅର୍ଚ୍ଚନା କରି ମା ମହାଲକ୍ଷ୍ମୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ କରି ଆପଣଙ୍କ ପର୍ସରେ ରଖିଦିଅନ୍ତୁ। ଦେଖିବେ ଚମତ୍କାର, ଆପଣଙ୍କ ପାଖକୁ ପଇସା ଆସିବାକୁ ଲାଗିବ, ଆପଣଙ୍କ ରୋଜଗାର ମଧ୍ୟ ବଢ଼ିବ। ଆପଣ କେବେ ବି ପଇସା ସହିତ ଯୁଝି ହେବେ ନାହିଁ ବା ଧନଜନିତ ସମସ୍ୟା ଆପଣଙ୍କର ଦୂର ହୋଇଯିବ। ସୁନା ଓ ଚାନ୍ଦିର ପଇସା ପର୍ସରେ ରଖିବା ପୂର୍ବରୁ ତାହାକୁ ଗଙ୍ଗା ଜଳରେ ପବିତ୍ର କରି ଧୋଇ କରି ମା ମହାଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆପଣଙ୍କ ପର୍ସରେ ରଖିଦିଅନ୍ତୁ। ଦେଖିବେ ନିଶ୍ଚୟ ଆପଣଙ୍କ ପାଖକୁ ଧନର ବର୍ଷା ହେବ। କେବେ ବି ଆପଣଙ୍କର ପର୍ସ ଖାଲି ରହିବ ନାହିଁ ବା ଆପଣଙ୍କୁ ଧନଜନିତ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ଏହା ଧନକୁ ସଦାସର୍ବଦା ଆକର୍ଷଣ କରିଥାଏ, ଏହି ଛୋଟ ବସ୍ତୁ। ଏହାପରେ ଯଦି ଆପଣ ଚାହିଁବେ ରୁଦ୍ରାକ୍ଷ ମଧ୍ୟ ଆପଣଙ୍କ ପର୍ସରେ ରଖିପାରିବେ। ଯେତେ ମୁଖୀ ରୁଦ୍ରାକ୍ଷ ହେଲେ ମଧ୍ୟ ଆପଣ ରଖିବେ, ସେମିତି କିଛି ଅସୁବିଧା ନାହିଁ। ଆପଣ ରୁଦ୍ରାକ୍ଷକୁ ଶଙ୍କର ଭଗବାନଙ୍କ ମନ୍ଦିରରେ ପୂଜା କରନ୍ତୁ। ଯେକୌଣସି ସୋମବାର ଦିନ ପୂଜା ଅର୍ଚ୍ଚନା କରି ଆପଣଙ୍କ ପର୍ସରେ ରଖିଦିଅନ୍ତୁ। ଦେଖିବେ କେବେ ବି ଅଭାବ ଆପଣଙ୍କ ପାଖ ମାଡ଼ିବ ନାହିଁ, ନା ଆପଣ କେବେ ଧନର ସମସ୍ୟା ଭୋଗିବେ ନାହିଁ, ନା ଆପଣ କାହା ପାଖରେ ହାତ ପତେଇବେ ନାହିଁ। ଆପଣ ଯାହା ବି ଯେତିକି ରୋଜଗାର କରିବେ ଆପଣଙ୍କ ପାଖରେ ପଇସା ବଳିବ, ଆପଣଙ୍କର ଖର୍ଚ୍ଚ କମିଯିବ, ଆପଣଙ୍କର ବାଲାନ୍ସ ବଢ଼ିବ। ଆପଣ ନିଶ୍ଚିତ ଏହିସବୁ ଉପାୟ କରନ୍ତୁ। ରୁଦ୍ରାକ୍ଷକୁ ଶିବ ମନ୍ଦିର ଯାଇ ଶିବଙ୍କ ପାଖରେ ଅଭିମନ୍ତ୍ରିତ କରି ଆପଣଙ୍କ ପାଖରେ ରଖନ୍ତୁ। ଭୋଳା ବୈଶଙ୍କର ବା ଶିବଙ୍କର ରୁଦ୍ରାକ୍ଷ ଅତି ପ୍ରିୟ ହୋଇଥାଏ, ତେଣୁ ଆପଣ ଏହି ଦିନ ରଖନ୍ତୁ ଆପଣଙ୍କ ପର୍ସରେ। ଦେଖିବେ କେବେ ବି ଆପଣଙ୍କର ଧନର ଅଭାବ ରହିବ ନାହିଁ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ପରବର୍ତ୍ତୀ ଛୋଟ ଜିନିଷଟି କ'ଣ, ସେ ବସ୍ତୁ ଯେ ମା ମହାଲକ୍ଷ୍ମୀଙ୍କୁ ସଦାସର୍ବଦା ଆକର୍ଷଣ କରି ନିଜ ଆଡ଼କୁ ଟାଣିଥାଏ ବା ଆପଣଙ୍କର ଧନ ବନେଇବାରେ ସାହାଯ୍ୟ କରିଥାଏ। ବନ୍ଧୁଗଣ ଆସନ୍ତୁ ଜାଣିବା। ଏହି ଦିନ ହଳଦୀ ରଙ୍ଗର କଉଡ଼ି, ଗୋଟେ କଉଡ଼ି ଆପଣ ତାକୁ ଆଣି ଅକ୍ଷୟ ତୃତୀୟା ଦିନ ଆଣି ଆପଣ ମା ମହାଲକ୍ଷ୍ମୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ କରି ଆପଣଙ୍କ ପର୍ସରେ ରଖିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର କ'ଣ ହେଉଛି। ବର୍ଷଯାକ ବା ବର୍ଷ ସାରା ଆପଣଙ୍କ ପାଖରେ କେବେ ଧନର ଅଭାବ ରହିବ ନାହିଁ, ନା ଆପଣ ପାଇଁ ଧନ ପାଇଁ କେବେ ବି ଯୁଝି ହେବେ ନାହିଁ ବା ଧନ ପାଇଁ କେବେ ଆପଣଙ୍କୁ ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ। ଧନ ଧାନ୍ୟ ଆପଣଙ୍କ ଘରେ ଭରି ରହିବ। ଆପଣ ସବୁବେଳେ ରୋଜଗାରର ବାଟ ଫିଟିବ, ଆପଣ ଦୁଇ ପଇସା ଅଧିକ ରୋଜଗାର କରିବେ। ଏହିସବୁ ଉପାୟ କରନ୍ତୁ।
ଆଉ गोटे कथा बंधुगण आपण मानकु वीडियो रे कहि रखिबाकु चाहेबी जदि घरे आमे बसी किछि कार्य न करी जदि आमे भाबिबा पैसा मो पाखु पळे आसी ये केबे भी संभव नुहे सब असंभव बा गुजब कर्म करिबा कर्म हला मनुष्यर मुख्य कर्म सहित आमे जदि किछि वास्तु को मानिबा निश्चित आमर डबल लाभ हबो आमे रोजगार करा दि पैसा पाइबा आ पैसाटा केमति आम पाखु आसीबो सेवाटा आमे करूचे एई उपाय माध्यम रे तेबे आसंतु जानिबा परवर्ती उपाय कौन रही अछि। जदि आपण तुलसीर चेर गोटे नाली रंगर कपड़ा बांधी यही दिन बा अक्षय तृतीया दिन आपण पर्स रे रखती आपणकर धनर वृद्धि घटी थाए। तुलसी तुलसी माँ वृंदावती बा महालक्ष्मी अति तुलसी वृक्ष माँ महालक्ष्मी अति प्रियर पात्र होता है। जदि आपण यही दिन यही उपायटी करुँच तुलसी गछर चेर को जदि आपण आनी रखुचंदी आपण पर्स रे ये मध्य माँ महालक्ष्मी को आकर्षित करें निज आड़ को टाणी थाए आपणकर धन बनवार साहाय्य करता है। तेज आसतु बंधुगण जानिबा परवर्ती उपायटी कौन रही परवर्ती वस्तुटी कौन रही। आपण यही दिन बा अक्षय तृतीया दिन जदि गोटे गोमती चक्र आपण पर्स रे रखती देखिए चमत्कार घटव निश्चित आपण लाभवान हेबे आपणकर धन धान्य वृद्धि हेबो आपणकर रोजगार इनकम सोर्स निश्चय बढ़िबो। यही दिन आपण गोटे गोमती चक्र आनी ताकू माँ महालक्ष्मी पाखे सिंदूर चंदन दे पूजा अर्चना करी ताकू निजर पर्स रखी दिंतु देखिए आपणकर धन बनिबो बा धन आपणकर रोजगार हबो आपणको पैसा आसवाक लागिबो इतरे केही भी आपणको अटकई पारिबे नाही। तेबे आसंतु जानिबा बंधुगण परवर्ती कौन रही। आपण बाटरू गला बेले जदि केबे पैसा पाई थांती सही पैसा को मध्य आपण यही अक्षय तृतीया दिन पर्स रे रखी दिंतु देखिए आपणकर धनर केबे भी अभाव रहिबो नाही ना आपणको पाखे केबे भी धनर अभाव घटिबो नाही। यही पैसा बहुत महत्व रखे आपण माने जानती ये बाटरू पाइथिबा पैसा ये माँ महालक्ष्मी वरदान साब्यस्त होता है। जिते जदि आपण यही पैसा बाटरू पाती निश्चय पैसा को उठातु ये पैसा बहुत महत्वपूर्ण ए पैसा को केबे भी खर्च करंतु नहीं सदा सर्वदा आपण पाखे रखंतु कारण ये पैसा माँ महालक्ष्मी सूचना होता है महालक्ष्मी संकेत होता है। जड़े मनीषों बाटरू पैसा पाइबार अर्थ ये जड़े व्यक्तिर भविष्यत उज्जवल होबार सूचना देता है। तेणु ये पैसा को आपण अक्षय तृतीया दिन निज पर्स रे सिंदूर चंदन दे रखंतु माँ महालक्ष्मी को स्मरण कर रखंतु देखिए आपण पाखे धनर केबे अभाव रहिबो ना आपण पर्स केबे भी खाली हेबो नाही। तेबे आसंतु जानिबा परवर्ती वस्तुटी कौन रही। माँ महालक्ष्मी अति प्रिय फूल होउची पद्म फूल आपण माने जानती बंधुगण यही पद्म फूलर मंजी को जदि आपण पर्स रे रखुचंती वास्तुशास्त्र अनुसार यह आपण बहुत लाभदायक होता है ये आपण बहुत महत्वपूर्ण होता है। जदि आपण यही दिन आपण पर्स रे पद्म फूलर मंजी जदि आपण रखुचंती पूजा अर्चना करी आपण धन बनवारे आपण पाखु पैसा आसबार केबे भी आपन को अभाव देखा देव ना आपण अभाव समस्या दूर हम आपण पैसा आसवा लगे आपण यही दिन यही सब उपाय करूँ। तो बंधुगण जदि आपण मानक आम भिडियोटी भल लगुए ताहले आम चैनल को सब्सक्राइब करेंगे आम वीडियो को लाइक करेंगे आम कमेंट रे माँ महालक्ष्मी बोली लिखिए। जदि आपण मानक आम वीडियो भल लगे ताहले आपनकर सुंदर सुंदर कमेंट देवे और कमेंट रे माँ महालक्ष्मी बोली लिखिए। जय जगन्नाथ। आज भिडियोटी एतिकी।